चारू के डांबर बाए आए तो पर हाय हाय आए तो मारी माया पूछी आए आए गो हाय हाय आए गो सिरों में सिंदूर रे कोटी में लाला पटोरी कोटी में लाला पटोरी अंडा में गागोरी गोरी अंडा में गागोरी गोरी कभी पर हाय हाय गने पर हस्तेदारी पालके आनाया अच्छी जे संगे आनाया अच्छी जे संगे वीर विक्रम रेड्डिया वीर विक्रम रेड्डिया अड़ा बंदर हाय यारो आगोरे जेमा पड़ाई समन उड़ा दे गई समन उड़ा दे गई एक गुरु बारी गई एक गुरु बारी गई प्रतिगा यार हाय हाय प्रतिगा କିଏ ସେ ବିନା ପରମିଶନରେ ସମସ୍ତ ଗିଡି ଗିଡି ଜମା ହୋଇ ପ୍ରବେଶ କରୁଛି। ଖାଉଡ଼ିଆ ଭଲ ଖାଉଡ଼ିଆ ମଦ ରାସ୍ତାରେ ଯାଆନ୍ତି। ଆଜ୍ଞା ହଁ ଆଜ୍ଞା ରାସ୍ତାରେ ଯାଉନି ହଁ। ଆଜ୍ଞା ମାଡ଼ ଗୋଳ ଆଜ୍ଞା ହଁ। ସଭା ମଧ୍ୟକୁ ପଶି ଆସିଛି ଆଜ୍ଞା ସଭା ମଧ୍ୟକୁ ପଶି ଆସିଛି। କିପରି ସେ ମଧ୍ୟ ପଶି ଆସିଲେ? ଆଜ୍ଞା ହଁ ଏମିତି ଯାଉଥିଲେ ଆଜ୍ଞା ମାଡ଼ ଗୋଳ ହେଇଗଲେ ମାଡ଼ ଗୋଳ ହେଇଗଲେ। ଭାଇ ଆଚ୍ଛା ଆଉ ତାହେଲେ ଖାଉଡ଼ିଆ ଉପରେ ଆଉ କଣ? ଆଉ କଣ ହଁ। ଆରେ ବିନା ପରମିଶନ ସଭା ମଧ୍ୟରେ ହଁ। କେସ୍ ପ୍ରପୋଜ କରେ କିଏ ଶୁଣୁଥିଲେ? ଭାଇ ଆଉ ମଦ ବୋପା ହଁ କେଳା କେଳା ଆଜ୍ଞା ସଫଳ ଭାଇ ଏସବୁ ବିନା ପରମିଶନରେ ମାନେ ଗାଁ ମଧ୍ୟକୁ ବି ସହ ମଧ୍ୟକୁ ପ୍ରବେଶ କରିଥାନ୍ତି। ଆଜ୍ଞା ହଁ ସେଠି ମତେ ଗୋଟେ କେଳା ଆଜ୍ଞା ଆପଣ ତାହେଲେ ଆଜ୍ଞା ଆପଣ ଯଦି ପ୍ରକୃତରେ ଆଜ୍ଞା ତାହେଲେ ଆପଣଙ୍କ ନାମ କାମ କହିବାକୁ ପଡିବ। ସବୁ କରିବାକୁ ପଡିବ ହଁ ତାହେଲେ କହୁଛି ଆଜ୍ଞା ହଁ ଆଜ୍ଞା ନାମ ମୋର ଗଙ୍ଗା ଗୁରୁ ଜାତ ମୋ ଗଙ୍ଗା ସାଗରୁ ଦକ୍ଷିଣ ଦିଗରେ ବ୍ରହ୍ମପୁର ସହରରେ ପୂର୍ବ ଦିଗ ପଟେ ପୂର୍ବ ଦିଗ ପଟ ଶ୍ରୀକ୍ଷେତ୍ର ବିଜୟ ପ୍ରଭୁ ଜଗନ୍ନାଥ ପୂର୍ବ ଦିଗ ପଟ
ଜାଣନ୍ତି ତାହେଲେ ଆପଣ ଗୋଟେ କେଳା ଆଜ୍ଞା ଯଦି ପ୍ରକୃତରେ କେଳା ହଁ ତାହେଲେ ସବୁ କିଛି ଜାଣିଥିବେ। ସବୁ ଜାଣିଛି ଆଜ୍ଞା ଓ ଗଙ୍ଗା ଗୁରୁ ଆଜ୍ଞା ଏ ଆମ ଗ୍ରାମରେ ଏଇ ଗୋଟେ ଛୁଆର ଆଜ୍ଞା ପ୍ରବଳ ମାନେ ଜ୍ୱର ହଉଛି ହେଲା କି ଜ୍ୱର ହଉଛି ଜ୍ୱର ମାନେ ଶନିବାର ଭଳି ଆଉ ଆଜ୍ଞା ହଁ ତାହେଲେ ଔଷଧ ବହୁତ ମାଗୁଛନ୍ତି ଔଷଧ ଆଉ ଆପଣ ଆସନ୍ତି ଆଜି କେଳା ଆଜ୍ଞା। ଔଷଧ ଦେଇକି ଯିବେ ନା ଆଉ ଔଷଧ ଦେଇକି ଯିବା ହଁ ଏ ଔଷଧରେ ଭଗବାନ କହିଲେ ଜ୍ୱର ହଉଛି ଜ୍ୱର ହଉଛି ମାନେ ଶନିବାର ଶନିବାର ମାନେ ପ୍ରବଳ ଶୀତ ହେଇକି ପ୍ରବଳ ଘୋଡ଼ା ହେଇକି ତାକୁ ଆଉ ଆଜ୍ଞା ତାହେଲେ କିଛି ମେଡିସିନ ଅଛି କି ସବୁ ଆଜ୍ଞା ଅଛି କହିଲ କହିଲି ହଁ ଶନିବାର ମୋର ରହିଥିବ ଯେବେ ସାଚି ପଡିବ କର୍ପୂର ସଙ୍ଗତେ ମଳୟ ଚନ୍ଦନ ମିଶାଇ ଖାଇଲେ ଭଲ ହୋଇବ ଦେଖ କେହାର ଜାଣନ୍ତି ଆ ଭଲ ମେଡିସିନ ଦେଉଛ ଆଉ ଆଜ୍ଞା ସବଜି ପଇଲା ଆଣି ପିଇବ ପିଇବ ଆ ଶନିବାର ଦିନ ପୁରା ଉଠିକି ବସିବ ଆଉ ଉଠିକି ଆଜ୍ଞା ମୁଁ ଚକୁଳି ଦେଉନି ପୁରା ଓ ଗଙ୍ଗା ଗୁରୁ ଆଜ୍ଞା ଆଚ୍ଛା ସେଇଆ ତ ଯାଇ ତମେ ଔଷଧ ବତେଇଲ ଆଜ୍ଞା ମନକୁ ପାଉନି ବୁଝିଲ ଆଜ୍ଞା ଆଉ ଗୋଟେ ମେଡିସିନ ଦେଇପାରିବ କି ଦେବି ଆଜ୍ଞା ଏ ଆମ ଗ୍ରାମରେ ହଁ ଗୋଟେ ମାନେ ଏଇ ଯୋଉ ଗୋଟେ ମାନେ 25-26 ହେଲାଣି ବୟସ ହଁ ତାପରେ ଝିଅ ଖୋଜୁଛ ମିଳୁନାହାନ୍ତି ଜମା ମିଳୁନି ହଁ କଣ ହେଇଛି କି ସେ ଭଳି ମେଡିସିନ ଅଛି କି ଅଛି ଯେ ଆଜ୍ଞା ହଁ ମହାନିଷ ସେଇଆ ବା ସେଇଆ ଆଗରୁ ଆଜ୍ଞା କହିଲେ ହବ ନା ଖୋଲା କଥା କହିବନି ବା ଖୋଲାଟା କହିବନି ହଁ ନିରି ନିରି ମୁଆ ଗମ୍ଭୀରି ବଳ ଶନିବାରରେ ଆଣିବ ହଳଦୀ ସଙ୍ଗତେ ପାଟି ଲଗେଇଲେ ଆଚ୍ଛା ବହୁତ ଗଙ୍ଗା ଗୁରୁ ଜାଣନ୍ତି ଆଚ୍ଛା ଆଉ କିଛି ମେଡିସିନ ଅଛି ଆଜ୍ଞା ଅଛି ଏ ଯୋଉ ଘା ପା ହଉଛି ତମ ପାଖରେ କିଛି ଅଛି ଅଛି ଆଜ୍ଞା ମାଦୁ ଆ ପିଲା ଗୋଟେ ବହୁତ କଷ୍ଟ ପାଉଛି ତାହେଲେ ମାଦୁ ଦେବା ଆଜ୍ଞା ହଁ ମାଦୁ କମ ଯନ୍ତ୍ରଣା ପାଉଛି ଆଜ୍ଞା। କିଛି ମେଡିସିନ ଅଛି ତ ଅଛି ଆଜ୍ଞା ହଁ ଦେଖି ମାଦୁ ବେପାରକୁ ଉପଚାର ଦେବି ସଙ୍ଗତରେ ରଖିଥିବ ଆଚ୍ଛା ଅଳାଏ ପତ୍ର ଚଣା ରସ ନେଇ ହଁ ବଳି ଦେଲେ ବ୍ୟାଧି ତୁରନ୍ତେ ଯିବ ଦେଖ କେହାର ওই গঙ্গা গুরু ଜାଣନ୍ତି ଭଲ ମେଡିସିନ କହୁଛ ଆଜ୍ଞା ତୁ ବେମାରକୁ ମାନେ ଚଣା ଆଜ୍ଞା ଶିଖିକି ଆଜ୍ଞା ଆସିଛି ହଁ ହଁ ଏଇ ଗଙ୍ଗା ଗୁରୁ ଆଜ୍ଞା ତାହେଲେ ଆଉ ସେତିକି ମେଡିସିନ ନା ଆଉ କିଛି ରଖିଛ ଅଛି ଆଜ୍ଞା ଆପଣ କଣ କଣ ଦରକାର କହିଲେ ଦେବେ ଆଜ୍ଞା ଓ ଗଙ୍ଗା ଗୁରୁ ଆଜ୍ଞା ଆମ ଗ୍ରାମରେ ଜଣେ ଅଛି ହଁ ତା ଚୁଟି ଗୁଡା ଝଡି ଯାଉଛି ଝଡି ଯାଉଛି ତା କେମିତି କଲେ କଣ ଭଲ ହବ ଜାଣିଛ କି ମୁଣ୍ଡ କଣ ମୁଣ୍ଡ ଚନ୍ଦାକୁ ହଁ। କଣ କଣ ତା ଅଛି ଚଢି ଉଠି ଅଛି ଆଜ୍ଞା ହଁ ଦେଇ କହିଲେ ବାଲ ଗାଈର ଜଗତ ଜୀବନ ଅତି ଯତ୍ନରେ ରଖିଥିବ ହଁ ଏହାକୁ ନୀଳ କରିଲେ ମଦନ ଆଚ୍ଛା ତାଙ୍କର ମୁଣ୍ଡରେ ବାଳ ହୋଇବ ଦେଖ କେଳାର ওই গঙ্গা গুরু ଆଜ୍ଞା ତମେ ଯାହା ଔଷଧ ଦେଉଛ ଆଉ ଆଜ୍ଞା ହେଲା ହଁ। ଦେଖୁଛ ଆଜ୍ଞା। ସଭାରେ ଲୋକ କେତେ ବସିଥିଲେ ଆଜ୍ଞା ଆପଣ ଯୋଉ ଭଳିଆ ଔଷଧ ବେପାର କରୁଛନ୍ତି ନୂଆ ଆସିବା ଆସୁଥିଲେ ପୁରା ଆମେ ସବୁ ଦେଖୁଛ ସଭା ଦିନ ସବୁ ଉଠିକି ପଳେଇଲେ ଆଜ୍ଞା। ହେଲେ ଏ ସଭାକୁ ବସ କଲା ଭଳିଆ କଣ ଅଛି ତମ ପାଖରେ ଅଛି ଆଜ୍ଞା କହିଲେ କଣ ଠିକ ଆଜ୍ଞା ଯିବେନି ଗୋଟେ ଯିବେନି ନା ଆଜ୍ଞା କାହିଁକି ଦେଖି ଜନ୍ଦାର ରକମ ପିମ୍ପୁଡିର ମୁତ ସଦାକୁ ବଚେଇବ ହଁ ବଲେ ଗୁରୁବାରୀ କହୁଛି କିପରି ଆଚ୍ଛା ଅଘଟଣା କାହିଁ ଘଟିର ଯିବ ଦେଖ କେଳାର ଓ ଗଙ୍ଗା ଗୁରୁ ଜାଣନ୍ତି ଆ ଠିକ କଣ କହିଲ ହେ ଜନ୍ଦାର ରକତ ଆଜ୍ଞା ହଁ ପିମ୍ପୁଡିର ମୁତ ଆଜ୍ଞା ଆଚ୍ଛା ଆଚ୍ଛା
ଆଣିକି ହଁ ସଭା ମଧ୍ୟରେ ରଖିଦେବେ ଆଜ୍ଞା ଦେଖିବେ ହଁ ଏଠୁ ଗୋଟେ ଆଜ୍ଞା କୁଆଡେ ହଲିବେନି ଏ ଗଙ୍ଗା ଗୁରୁ ଆଜ୍ଞା। ଏଇଆ ନୁହଁ ମ ଆଉ କଣ ଅଘଟଣ ଘଟେ ବୋଲି କହୁଛ ଘଟିବନି କଣ ଘଟିବ ଖାଲି ଆଜ୍ଞା କହିଲି ହଁ। ସେତିକି ଜିନିଷ ଆଣିଦିଅ ଆଜ୍ଞା ଆଚ୍ଛା 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 ଯୋଉଟା ବି ହବନି ହଁ ହଁ ହେଇଯିବ ଆଜ୍ଞା ଆଚ୍ଛା 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 ଭଲ ମେଡିସିନ ଆଉ ଆଜ୍ଞା ହଇତେ ଗଙ୍ଗା ଗୁରୁ ଆଜ୍ଞା ତମକୁ ଗୋଟେ କଥା କହିବାର ଥିଲା ଭୁଲିଗଲି ଭୁଲିଗଲଣି ହଁ ଔଷଧ ନେବା ତ ବ୍ୟସ୍ତ ଔଷଧ ଯାହା ନେଲି ନେଲି ଆପଣ ଯୋଉ ଭଳିଆ ମୋର ନେଇକି ଧାନ ଚାଉଳ ଯାହା ବି ଦେଲ ହଁ ପୁରା ଫାଟିଗଲାଣି ଆଜ୍ଞା ଅବସ୍ଥା ଆପଣ ତ କଣ ଧାନ ଚାଉଳ ଧାନ ବସ୍ତା ବୋଇଗଲେ ଆଉ ଚିନ୍ତା କରିବ ଗାଁକୁ ନିନ୍ଦା ହଁ ଆଜ୍ଞା ଯେତିକି କହିଲି ହଁ 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 ଗୋଟେ ବି ଆଜ୍ଞା ସେଇଠୁ ଉଠେଇ ଥାନ୍ତୁ ହଁ ଆ ତମେ ଯୋଉ କଥାଟା କହିଲ ମନେ କର ତାକୁ ମାନେ ମାନେ ଶଙ୍ଖା ଲାଗୁଛି ଆଜ୍ଞା କେମିତି କଣ ଘଟଣା ଘଟଉଛ କଣ କିଛି ହେଇଛି କି ନା ନା ମୋର କିଛି ଘଟିବା ନାହିଁ ଆଜ୍ଞା ଘଟିବାର ନାହିଁ ଏହା ବି ଆଜ୍ଞା ଯୁଆଡେ ଗଲି ସିଆଡେ ଇନକମ୍ କଲି ରହିଲି ଆଗକୁ ଘଟିବା ଯାଉଛି ଆଉ ଘଟିବାକୁ ଯାଉଛି ହଁ ଆଜ୍ଞା କାହିଁକି ନା ହଁ ଆପଣଙ୍କ ନାଁରେ କାଲି ହଁ। ଗୋଟେ ଝିଅରେ ଅଭିନୟ କରିଛି ବୁଝିଲେ ଆଜ୍ଞା, କଣ ଆପଣ କୁଆଡେ ଗୋଟେ ଝିଅରେ ତେଲୁଗୁଟାକୁ ଆଣି କୁଆଡେ ଛାଡି ଦେଇ ପଳେଇଛନ୍ତି ସେ ଖୋଜି ଖୋଜି ଆସିଥିଲା କାଲି ଖୋଜି ଖୋଜି ଆଇଲା ହଁ ଆଜ୍ଞା ମୁଁ ତ ଏଠି କେବେ ଆସିନି କେବେ ଆସେ ନା ନା ଆଜ୍ଞା ବର୍ଷେ ହେଇଗଲା ଆଉ ନ ଆସେ ଏଇଟା ଆସିଛି ଆଜ୍ଞା ଫାର୍ଷ୍ଟ ଟାଇମ୍ ଫାଷ୍ଟ ଟାଇମ୍ ଆସିଛ ନା ଆଜ୍ଞା। ଆଉ ତାହେଲେ କୋଉ ଗାଡି ଛାଡିଦେଲା ବୋଲେ ସେ ଆମ ଗାଁ ଗୋଟେ ବୁଲି ବୁଲି ଆସିଥିଲା ଆଉ ନା ଆଜ୍ଞା ମୁଁ ସେମିତି ନେଇନି କି ଛାଡିନି ତ ଆଉ କିଏ କହିଲା ଜମା ନାହିଁ ଆଜ୍ଞା ହଁ ଏମିତି କହୁଛି ତାହେଲେ ହଁ ରଖିଛନ୍ତି ଆପଣ ତାକୁ ଆପଣ ରଖିଥିବ ନା ସେଇଟା କେଲୁଣି ଝିଅଟା ଆଜ୍ଞା ଆଉ ଚିତା ବିଟା କୋଉଠି ମାନେ କୋଉଠି ଥିବ ବୋଧେ ଆଉ ଆମ ଗାଁରେ ବଡ ଗାଁଟେ ଆଜ୍ଞା ଆଡେ ରହିଯାଇଛି ବୁଝିଲ ହଁ ଦେଖେ ଦେଖେ ଜାଣିପାରିବ ତ ଓ ଦେଖେଇ ଦେଲେ ଆଜ୍ଞା ଚିହ୍ନିବିନି ହଁ ଦେଖୁ ଦେଖୁ ଆଜ୍ଞା ଚିହ୍ନିବି ହଁ ଚାଲ ଦେଖି ଆସିବା ଚାଲ ଦେଖି ଆସିବା ଆଉ ଆପଣ ଚାଲନ୍ତୁ ଆଗରେ ମୁଁ ଚାଲିବି ଆଉ ସେ କୁଆଡେ ବୁଲୁଥିବ ମୁଁ ତାକୁ ଖୋଜିକି ଯିବି ଆରେ ବାବା ଆପଣଙ୍କୁ କହିଲି ନାହିଁ ନିତ୍ୟ ଦିନ ରାସ୍ତା ଆମେ ଦେଖିଛୁ ଆପଣ ଚାଲନ୍ତୁ ଆଗରେ ଆପଣ କେତେବେଳେ ଭୟ କର ପଛୁଆ ରହିଲେ ନା, ନା। ଆପଣ ଆଗରେ ଚାଲେ ମୁଁ ଆଗରେ। କହିବେ ନା ଆଉ ଆଣେ ନାଇଁ ଆଜ୍ଞା ତମେ ଭଲ ଆଉ କହିଲେ ତମେ ଆଗରେ ରାସ୍ତା ପଡିଛି ଆଜ୍ଞା ମୁଁ ଚାଲିଲି କହିବେ ଆପଣ ଗାଁକୁ ଆସିଲେ ମାନେ ଅଧ୍ୟୟନ କଣ୍ଟା ମାରିଦେଲେ କହିବେ ତାଙ୍କୁ ସିଧା କହୁଛୁ ତମେ ଅଙ୍କା ନ କରିବେ ସିଧା। ଆସୁ ସିଧା ଯିବ ନା ଆଉ ଆସ ଆଜ୍ଞା ଏଇ ଯୋଉ ଆଜ୍ଞା ହଁ ପଛପଟୁ ତ ଆଜ୍ଞା ଡେଉଁ ଡାଲ ସବୁ ଲାଗୁଛି ହଁ ପୁରା ଚିକଣିଆ ଲାଗୁଛି ହଁ ଆଉ ଭଲରେ ଦେଖିଲେ ହବ ନା ଆଉ ଭଲରେ ହଁ ଆଜ୍ଞା କହୁଛୁ ଟିକେ ଦେଖିବ ହେଇଗଲା ଝିଅ କକିଲ କହୁଛ କାଲି ଯୋଉ ଭଳିଆ କହୁଛୁ ରୂପ ଲକ୍ଷଣ ହଁ ମଉସା ସେମିତି ଟିକେ ସନ୍ଦେହ ଲାଗୁଛି ହେଲେ ଏଇଟା ନା କୋଉଟା ଦେଖିଲେ ତୁ ଜାଣିବୁ ନା ଆଉ କାହିଁ ମଉସା ଚାଲୁନ ଦେଖିବା ଏଇ ଜন্য ନା ଆଜ୍ଞା ଜମା ଆପଣ ହେଇଯିବ ଆଜ୍ଞା ଜମା ନାହିଁ ଆଜ୍ଞା କୁଆଡେ ପଳଉଛୁ କୁଆଡେ ନ ଦେଖି ନ ତମେ ଦେଖିବାକୁ କହୁଥିଲ କହୁଥିଲି ଆଜ୍ଞା ହଁ ଏଇ ଯୋଉ କଥା କହୁଛନ୍ତି ଏଇ ଯୋଉ କଥା କହୁନି ଆଉ ୟାର ଆଜ୍ଞା 8-10ଟା ହେଇସାରିବଣି କଣ 8-10ଟା ହେଇଥିବ ଆଜ୍ଞା ମୁଁ କେମିତି ଜାଣିଲେ କେନ ଜାଣିଲି ହଁ କହିବି ହଁ ସେଇ ଝିଅର କଣ କେମିତି ହଁ ଏ ତ ମୋରା ଗମନା ରାମା ବର ନିପମିନିର ଏ ସମାଚାର ଆଜ୍ଞା ହଁ ଏ କେଉଁ ଦେଶେ ବାର ଏ ଗାଁ ବାର ସଙ୍ଗତରେ ଜଣେ ନାହିଁ ଆର ଏ କି ବିଚାର ଆଜ୍ଞା ହଁ আসি পুলু অতি ওই পুরো পুরো এই বিচার আজ্ঞা ହଁ মোরাল গমনা রামা বড় আজ্ঞা ହଁ ଆଚ୍ଛା କିଛି ବୁଝି ପାରିଲେ ବୁଝିପାରିଲି ଆଉ କୋଉଠି ମୋର ମାନେ ହଂସ ହଂସ ଆଜ୍ଞା ଏଇ ଝିଅ ହଁ ସେମିତି ସେମିତି ହଂସର ବିଷୟ କଣ ଜାଣିଛନ୍ତି କଣ ଆଜ୍ଞା 7-8 ଦିନ ଆଚ୍ଛା। ପାଣି କୋଉଠି ପିଇ ନଥିବ ଖାଇ ନଥିବ କିଛି ନାହିଁ ହଁ ହଁ ସେମିତି ଥିବ ହଁ ସେ କଣ କରିବ ସେ ଗୋଟେ ଟିକେ ଭାଇ ଗୋଟେ ବୁଝିବ। ପାଣି ଦେଖିଦେଲା କଣ ହେଲା ଗୋଟେ ଗାଡିଆ ପାଇଗଲା ହଁ। ପୁରା ଆଜ୍ଞା ରହିଯା ଆଜ୍ଞା କୁଆଡେ ସିଆଡେ କୁଆଡେ ମାରିଯାଉ କହିଲି ଆଜ୍ଞା ରାସ୍ତାଟା ସେପଟେ ଥିଲା ଆଚ୍ଛା ସେମିତି ତାହେଲେ ସେମିତି ହରିଗଲେ ଝିଅ ଅକିଲ ମଉସା ଆଚ୍ଛା ଏ କଣ କେଲା ବାହାରିଲା କଣ ଏ ସବୁ ସତ କଥା କହୁଛି କି କଣ କହୁଛୁ ଆଁ? ମଉସା ଏ ବୁଲା ବାହାରିଲା ଏ କୁଆଡେ କୁଆଡେ ବୁଲି ବୁଲି ମତେ ଦେଖି ମତେ ମୋର ବୋଲି କହୁଛି ବୋଲି ତାହେଲେ ମଉସା ମୋର କିଛି କହିବାର ତ କହୁନି ନା। ମଉସା ଏହି ମୋର ପତି ତିନି ଲୁଣି କହି ବାବା ଚାହୁଁନି ଅବାଣୀ ଗାଉନା ବାଜଣା ନୃତ୍ୟରେ ସାଧନା ଦେଖି ମନ ମୋର ନିଏ କିଣିଲ କି ଆଶାଣୀ ମତେ କାହିଁକି ଗଲା ଏ ଅନା ଶୁଣିଲ କି ଆଶାଣୀ
ମଉସା ଓ ଗଙ୍ଗା ରେ ଆଜ୍ଞା ଆପଣ ଜାଣି ଆସନ୍ତୁ ଆଇଲି ଆଜ୍ଞା ହେଲେ ସେ ଝିଅଟା କଣ କହୁଛି କଣ କହୁଛି? ଆଁ? କଣ କହୁଛି? ଆପଣ ଠିକ ସମୟରେ ନା ନେଇଯିବେ ଏବେ ହଇରାଣ କରିକି ସେ ଅନାଦିନ କରିକି ଛାଡି ଦଉଥିବ ତାହେଲେ ଏଇ କଣ କାମ ହଉଛି ଆପଣଙ୍କର କଣ ବୋଲି କହିଲା କହିଲେ ଟିକେ ହଁ କଣ ବୋଲି କହିଲା ହଁ କଣ କଥାବାର୍ତ୍ତା ଅନୁସାରେ ଭୁଲା ଭୁଲିକି ତାକୁ ମଉସା ହଁ କହିଲି ମୋ ପତି ବୋଲି କହିଲି ପତି ଭକ୍ତି ବା ଚାପତି ଶିବାପତି ଡିଲେକ୍ସ ପତି ଅଡାପତି ସେଇ ପତି ନୁହଁ, ସ୍ୱାମୀ ନାଇଁ ପତି। ଗଇତା ଦେଖୁ ଘଇତା ଘଇତା ବୋଲି କହୁଛି ଛଇ ଚତୁରୀ ନବରଙ୍ଗୀ କାମାତୁରୀ ସୁଆଗୀ ଏ ପୁରା ମୋହ ଦେଖିଲା ଲୋକ নিচে কই ହଇଗଲା ଝିଅ কগলা মৌসা ଦେହ ଭାବେ କଣ ସେପଟେ ଏପଟେ ସେମାନେ ମାନେ କଥାବାର୍ତ୍ତା କରୁଛି ହଁ মৌসা কোন মো করছে কুন্ডিয়ানি মাউলা কারো লাউলা কে ବୁଲୁଛି ଗାଁ ଗାଁ ଶୁଣିବା ମତେ ପାଉନି ଆଉ মৌসা মোর কিছু কইবার হচ্ছে মৌসা କହିବାର ସେ ଲୋକ মৌসা জাতি রে মুই বাণী আজিও লগাইলা নি কেতে স্নেহ কেতে বাবা কলা জাতি মোর মেলা এবে বলুয়া দিনু অনুহলো লটবড়া পদে দেলা মাতা মহিনা তো জনালো লটবড়া মৌসা ହଁ ଏ ମତେ ମଉସା ମୋ ବାପକୁ ଆଉ ଚାହିଁଥିଲେ ଦେଇପାରିନଥାନ୍ତା କି ମୁଁ ମଉସା ପଳା କରିଦିଅ ଏଇ ମଥାବାଣୀ ନାକ ଜଣା ଏ ଭେଳା ଦେଇଛି ମଉସା ଏ ଧନ ଲୋକଟା ଜଣା ପଡୁଛି ହଁ ମଉସା ଗଙ୍ଗା କଣ ସେ ଝିଅଟା ଅଭିଯୋଗ କରୁଛନ୍ତି ଆଁ ବ୍ୟାଟେରୀ ବନ୍ଦ ହେଇଗଲା ବନ୍ଦ ହେଇଯିବ ତ ସେଭଳିଆ ଘଟଣା କରିଛୁ ଆଉ ଆଜ୍ଞା ଏମିତି କହୁଛି ତାହେଲେ ଏ କେବେ ମୁଇ ଦେଇ ନାହିଁ ତୁଆର ମଣି ଅଟେଇ ମତା ମଣି ଲୋକ ଦେଇଛି ତାତା ମତେ ବୁଲାଇବ ଦାଇ ଦାବି କରେ ଆଜ୍ଞା ତୁମେ କହିବ ପାଇଁ କି ଆଗରେ ଦାବି କରେ ହେଇଗଲା ଝିଅ କଣ କିଲୋ ମଉସା ଆଉ ତୋର କିଛି କହିବାର ନାହିଁ କିଲୋ ମୋର କିଛି କହିବାର ଅଛି ମଉସା କହିବାର ଅଛି କହୁନୁ ସେ ଏପଟ ସେପଟେ କଥାବାର୍ତ୍ତା କରୁଛି ମଉସା ସାଧନା କରେ ଗ୍ରାମ ଭିତରେ ବାଜ ବାଇ ନାଚେ ଆମ୍ବଜାରେ କେତେ କଟା କରି ନେତେ ମତେ ଠାରି ଇତି ବଜିତାଏ ମୋ ପିନାରେ ଲଇଙ୍ଗିତାରେ କାଇଁ moi ଯତନେଲା moi ବାରେ ଲଇଙ୍ଗିତାରେ ମଉସା ହଁ ଏ କେଳା ତ ମଉସା ଗାଁ ଦାଣ୍ଡ ବାଟରେ ନାଚ ଗୀତ କରେ ହଁ। କିନ୍ତୁ ମୋ ପିଣ୍ଡାରେ ଆସିକିରି ବସେ ମଉସା ହଁ, ଦେଖା ଆଉ ଲାଇନ ମାରେ ମଉସା ଏମିତି କେମିତି ତାକୁ ପସନ୍ଦ ଲାଗିଲା ତା ପ୍ରକୃତିଟା ଭଲ ନାହିଁ ବୋଧେ ଆଉ ଭଲ ତ ନାହିଁ ଆଗେ କଣ ହେଇଛି ମୁଁ କଣ ହେଇଛି ଦେଖିଲେ ଟିକେ ତମେ ତ ଯାହା ତମ ଯେ ବିଆ କରୁଥିଲ ଆଜ୍ଞା ତାଙ୍କ ବାରି ପିଣ୍ଡା ଆଁ ଏଟା କହୁଛି କଦଳୀ ଗଛ ସେପଟେ ଯାଇ ତମେ ଏତେ କାହିଁ ଇଏ କରୁଥିଲ ଏଇଟା ତମ ଗାଁଟି ଆଜ୍ଞା ହଁ ଆଜ୍ଞା ସିଆଡୁ ଗୋ ଗୌତ୍ର ସବୁ ଆଜ୍ଞା ଅଛି ପିଣ୍ଡାଟା କୋଉଠି ଅଛି ତାର କଣ ଆଉ ପିଣ୍ଡା କୋଉଠି ଅଛି ଖାଲି ପଥର ଗୋଟେ ଗାଣ୍ଡି ଲାଟିଆକୁ ଠିକ ନାହିଁ ତମ ଗାଁ ତ ଅଲଗା କିଛି ଦେଖା ହବ ତାଙ୍କ ପିଣ୍ଡାଟା ସୁନ୍ଦର ଲାଗୁଥିଲା ଏମିତି ଆଉ କହୁଛି। ଆଉ ଏତେ ଘର ଦେଖା ପିଣ୍ଡା ଯାଇ ହଉ ତା। କହୁନ ହଁ ଆହୁରି ତ ଏତେ ଲୋକ ଯାଆନ୍ତି ହଁ। କିନ୍ତୁ କାହାକୁ କହିନା ଏଇଟାକୁ କେମିତି କହେ ମଉସା ଏ